2025-26 ଶିକ୍ଷାବର୍ଷ ପ୍ରାଥମିକ ଉଚ୍ଚ ପ୍ରାଥମିକ ଓ ମାଧ୍ୟମିକ ସମସ୍ତ ଛାତ୍ରଛାତ୍ରୀଙ୍କୁ ଶୁଭେଚ୍ଛା ଓ ଶୁଭକାମନା। ପ୍ରାଥମିକ ସ୍ତରରେ ଥିବା ପଞ୍ଚମ ଶ୍ରେଣୀ ପିଲାଙ୍କ ପାଇଁ ଉଦ୍ଦିଷ୍ଟ ଇଂରାଜୀ ବିଷୟବସ୍ତୁର ଆଲୋଚନା କରିବା ଓ ବିଷୟବସ୍ତୁ ଆଧାରିତ ପ୍ରସଙ୍ଗଗୁଡ଼ିକୁ ବୁଝିବା। ତେବେ ଆସନ୍ତୁ କୌତୁକିଆ ଇଂରାଜୀ ପ୍ରସଙ୍ଗ ସହିତ କିଛି ଶିଖିବା। ଫନ୍ ୱିଥ୍ ଇଂଲିଶ, ଇଂରାଜୀ ସହ କୌତୁକ। ଏଠାରେ ଆମେ ଦୁଇଟି ଚିତ୍ରକୁ ଦେଖୁଛନ୍ତି। ଗୋଟିଏ ଚିତ୍ରରେ ଗୋଟିଏ ବାଘ ଉପରେ ମାଙ୍କଡ଼ଟି ବସିଛି। ଅନ୍ୟ ଗୋଟିଏ ଚିତ୍ରରେ ବାଘଟି ଏକୁଟିଆ ଅଛି, ନୁହେଁ କି? କିନ୍ତୁ ବାଘ ଉପରେ ବସିଥିବା ମାଙ୍କଡ଼ଟି ଖୁସି ଥିଲା ପରି ଜଣାପଡ଼ୁନାହିଁ। ଅନ୍ୟପଟେ ଏକୁଟିଆ ଛବିରେ ଥିବା ବାଘଟି ମୋଟା ଜଣାପଡ଼ୁଛି। ତାପରେ ବାଘଟି ଖୁସି ଥିଲା ପରି ମଧ୍ୟ ଜଣାପଡ଼ୁଛି। ତେବେ କ'ଣ ମାଙ୍କଡ଼ଟି ଡରି ଡରି ବାଘ ପିଠିରେ ବସିଥିଲା? କିନ୍ତୁ ଅନ୍ୟ ଛବିରେ ମାଙ୍କଡ଼ ଦେଖାଯାଉନାହିଁ, କେବଳ ବାଘର ଚିତ୍ରଟି ଦେଖାଯାଉଛି। ମାଙ୍କଡ଼ ଗଲା କୁଆଡ଼େ? ମାଙ୍କଡ଼କୁ କ'ଣ ବାଘ ଖାଇଦେଲା? ଏସବୁ କଥା ଜାଣିବାକୁ ହେଲେ ପଞ୍ଚମ ଶ୍ରେଣୀ ଇଂରାଜୀ ବହିର ଭାଗ 1ରେ ଥିବା ପାଠ 1 ବା ଲେସନ୍ 1ର ଇଂରାଜୀ ପଦ୍ୟ ଦି ମଙ୍କି ଫ୍ରମ୍ ରାଇଗର ପଏମଟିକୁ ପଢ଼ିବା ଓ ଜାଣିବା। ଦି ମଙ୍କି ଫ୍ରମ୍ ରାଇଗର। ଦି ମଙ୍କି ଫ୍ରମ୍ ରାଇଗର ହେଉଛି ଗୋଟିଏ କୌତୁକିଆ ଇଂରାଜୀ ପଦ୍ୟ। ଦି ମଙ୍କି ଫ୍ରମ୍ ରାଇଗର, ଫନ୍ ୱିଥ୍ ଇଂଲିଶ। ତେବେ ପିଲାମାନେ ଆସ ଏହି ଇଂରାଜୀ ପଦ୍ୟଟିକୁ ପଢ଼ିବା। There was a monkey from Raigad who rode on a tiger. They returned from the ride with the monkey inside, and smile on the face of the tiger. There was a monkey from Raigad. ଏହାର ଓଡ଼ିଆ ଅନୁବାଦ ହେଲା, ରାଇଗର ନାମକ ସ୍ଥାନରୁ ଗୋଟିଏ ମାଙ୍କଡ଼ ଥିଲା, ଯିଏ ଏକ ବାଘ ଉପରେ ବସିଥିଲା ବା ଆରୋହଣ କରିଥିଲା। ସେମାନେ ଆରୋହଣରୁ ଫେରି ଆସିଲେ ମାଙ୍କଡ଼କୁ ଆଭ୍ୟନ୍ତରରେ ବା ଭିତରେ ରଖି, ଏବଂ ବାଘ ମୁହଁରେ ମୁରୁକି ହସ ଥିଲା। ରାଇଗର ନାମକ ସ୍ଥାନରୁ ଗୋଟିଏ ମାଙ୍କଡ଼ ଥିଲା। ଏଠାରେ ଗୋଟିଏ ବାକ୍ୟ ଅଛି, ଦେ ରିଟର୍ନ ଫ୍ରମ୍ ଦି ରାଇଡ୍, ଅର୍ଥାତ୍ ସେମାନେ ଆରୋହଣରୁ ଫେରି ଆସିଲେ। ଏଠାରେ ଦେ ବା ସେମାନେ କାହାକୁ ବୁଝଉଛି? ଟାଇଗର ଏବଂ ମଙ୍କିକୁ ବୁଝଉଛି। ତାପରେ ଅଛି ୱିଥ୍ ଦି ମଙ୍କି ଇନସାଇଡ୍, ମାଙ୍କଡ଼କୁ ଆଭ୍ୟନ୍ତରରେ ରଖି, ଅର୍ଥାତ୍ ବାଘଟି ମାଙ୍କଡ଼କୁ ପେଟ ଭିତରେ ରଖି ବା ପେଟ ଭିତରେ ରଖି ମାନେ ବାଘଟି ମାଙ୍କଡ଼କୁ ଖାଇ ଫେରି ଆସିଲା। ସେଥିପାଇଁ ବାଘଟି ମୁରୁକି ହସୁଥିଲା। ଏବେ ଆସ ଏହି ପାଠରେ ଥିବା କଠିନ ଇଂରାଜୀ ଶବ୍ଦଗୁଡ଼ିକର ଓଡ଼ିଆ ଅର୍ଥ ଜାଣିବା। ଫ୍ରମ୍, FROM, ଫ୍ରମ୍ ମାନେ ଠାରୁ। ରିଟର୍ନ, RETURN, ରିଟର୍ନ ମାନେ ଫେରି ଆସିବା ବା ପ୍ରତ୍ୟାବର୍ତ୍ତନ କରିବା। ରିଟର୍ଣ୍ଣ, RETURNED, ରିଟର୍ନ ମାନେ ଫେରି ଆସିଲେ ବା ପ୍ରତ୍ୟାବର୍ତ୍ତନ କଲେ। ରାଇଡ୍, RIDE, ରାଇଡ୍ ମାନେ ଆରୋହଣ କରିବା ବା ଚଢ଼ିବା। ରୋଡ୍, RODE, ରୋଡ୍ ମାନେ ଆରୋହଣ କଲେ ବା ଚଢ଼ିଲେ। ଇନସାଇଡ୍, INSIDE, ଇନସାଇଡ୍ ମାନେ ଭିତରେ ବା ଆଭ୍ୟନ୍ତରରେ। ସ୍ମାଇଲ୍, SMILE, ସ୍ମାଇଲ୍ ମାନେ ମୁରୁକି ହସିବା। ଫେସ୍, FACE, ଫେସ୍ ମାନେ ମୁହଁ। ତ ଏହି କବିତାରୁ ବା ପୋଏମରୁ ଆମେ କ'ଣ ଶିଖିଲେ? କିଛି ଚିନ୍ତା ନ କରି ବିପଦପୂର୍ଣ୍ଣ ଭାବରେ ବିପଦକୁ ସାମ୍ନା କରିବାକୁ ସତର୍କ ହେବା। ଯେଉଁମାନେ ଆମର କ୍ଷତି କରିଥାନ୍ତି ଅଥବା ଆମକୁ କ୍ଷତି ପହଞ୍ଚାଇଥାନ୍ତି, ସେମାନଙ୍କୁ ସହଜରେ ବିଶ୍ୱାସ କରିବାକୁ ଆମେ ସତର୍କ ରହିବା ଉଚିତ। ପିଲାମାନେ, ଏହି ଇଂରାଜୀ କୌତୁକ କବିତାକୁ ଆମେ ଜାଣିଲେ। ଯଦି ଆମ ଭିତରେ କାହାର ଯଦି କବିତାକୁ ବୁଝିବାରେ ହେଳା କରିଥାନ୍ତି, ତେବେ ଭିଡ଼ିଓକୁ ପୁଣି ଥରେ ଦେଖି ବୁଝିବାକୁ ଚେଷ୍ଟା କରିବ ଏବଂ ପାଠ୍ୟ ପୁସ୍ତକରେ ଥିବା ଏହି କବିତାଟିକୁ ଆଉ ଥରେ ଭଲ ଭାବେ ଦେଖି ପଢ଼ି ଏହାର ଶବ୍ଦାର୍ଥ ଗୁଡ଼ିକୁ ବୁଝିବାକୁ ଚେଷ୍ଟା କରିବ। ପରବର୍ତ୍ତୀ ଭିଡ଼ିଓରେ ଏହି ପାଠର ବିଷୟବସ୍ତୁ ସମ୍ପର୍କିତ ବୋଧଗମ୍ୟ ବିଭିନ୍ନ ପ୍ରଶ୍ନୋତ୍ତର ଗୁଡ଼ିକ ଆମେ ଆଲୋଚନା କରିବା ଓ ଜାଣିବା। ଆଜି ପାଇଁ ଏତିକି। ଧନ୍ୟବାଦ।